ଆଜିର ଆଲୋଚନାର ଆରମ୍ଭ ବାବାଙ୍କର ସେହି ପ୍ରଥମ ମହାବାକ୍ୟମୀ କରିବା। ବାବା କହୁଛନ୍ତି, ମଧୁର ସନ୍ତାନଗଣ, ବାବା ତୁମମାନଙ୍କୁ ଶାନ୍ତି ଓ ସୁଖର ଉତ୍ତରାଧିକାର ଦେବାକୁ ଆସିଛନ୍ତି। ତୁମର ସ୍ୱଧର୍ମ ହିଁ ଶାନ୍ତ ଅଟେ, ତେଣୁ ତୁମେ ଶାନ୍ତି ପାଇଁ ବୁଲିବା ଆବଶ୍ୟକ ନାହିଁ। ହଁ, ଦେଖନ୍ତୁ, ଏହି ଗୋଟିଏ ବାକ୍ୟରେ ହିଁ ସବୁ କିଛି ଅଛି। ସମସ୍ୟା ବି ଅଛି ଆଉ ସମାଧାନ ବି। ଏହା ବାସ୍ତବରେ ଗୋଟେ ବହୁତ ବଡ଼ କଥା। ଆମେ ଶାନ୍ତି ପାଇଁ କୁଆଡ଼େ କୁଆଡ଼େ ଯାଉଛୁ, ଜଙ୍ଗଲ, ପାହାଡ଼। କିନ୍ତୁ ବାବା କହୁଛନ୍ତି ସେଇଟା ତ ଆମ ଭିତରେ ହିଁ ଅଛି। ଏହି ପ୍ରସଙ୍ଗରେ ମୁରଲୀରେ ଓମ୍ ଆଉ ଓମ୍ ଶାନ୍ତି ଭିତରେ ଯେଉଁ ପାର୍ଥକ୍ୟ ବୁଝାଯାଇଛି, ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ନା? ହଁ, ଏକଦମ ମୌଳିକ ଧାରଣା। ବାବା ବୁଝାଉଛନ୍ତି ଯେ କେବଳ ଓମ୍ କହିବାର ଅର୍ଥ ହେଉଛି ମୁଁ। ମାନେ ମୁଁ ଆତ୍ମା। ବିଲକୁଲ, ନିଜର ଅସ୍ତିତ୍ୱର ସ୍ୱୀକାରୋକ୍ତି। କିନ୍ତୁ ଯେତେବେଳେ ଆମେ କହୁଛୁ ଓମ୍ ଶାନ୍ତି, ଆଚ୍ଛା, ସେତେବେଳେ ଆମେ କେବଳ ଆତ୍ମାର ପରିଚୟ ଦେଉନୁ, ବରଂ ତାର ସ୍ୱରୂପ ବିଷୟରେ କହୁଛୁ। ମୁଁ ଆତ୍ମା ଶାନ୍ତ ସ୍ୱରୂପ ଅଟେ। ତାହେଲେ ପ୍ରଥମେ ପରିଚୟ, ତାପରେ ସ୍ୱରୂପର ସ୍ମୃତି। ବୁଝିହେଲା। ହଁ, କିନ୍ତୁ ମୁରଲୀରେ ଶାନ୍ତି ଧାମ ବା ନିଜ ଘରକୁ ଫେରିବା କଥା କୁହାଯାଇଛି। ଏ ଘରର ଧାରଣାଟା କ'ଣ? ଦେଖନ୍ତୁ, ପ୍ରତ୍ୟେକ ଜିନିଷର ଗୋଟେ ମୂଳ ସ୍ଥାନ ଥାଏ, ଯୋଉଠି ସେ ନିଜର ସ୍ୱାଭାବିକ ଅବସ୍ଥାରେ ଥାଏ। ସେମିତି ଆତ୍ମାମାନଙ୍କର ମୂଳ ଘର ହେଲା ଶାନ୍ତିଧାମ ବା ପରମଧାମ। ସେଠି କେବଳ ନୀରବତା ଆଉ ଶାନ୍ତି। କିନ୍ତୁ ଆମେ ତ ଏବେ ଅଛୁ ଏହି ଦୁନିଆରେ, ଯାହା ପୁରା ଅଶାନ୍ତିରେ ଭରି ରହିଛି। ଠିକ୍ କଥା, କାରଣ ଏଇଟା ହେଉଛି କର୍ମକ୍ଷେତ୍ର, ଆଉ ବର୍ତ୍ତମାନ ଏହା ରାବଣ ରାଜ୍ୟରେ ପରିଣତ ହୋଇଯାଇଛି। ଆଉ ଅଶାନ୍ତିର କାରଣ ହେଉଛି ସେଇ 5 ବିକାର। ହଁ, କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର। ଏହି ରାବଣର ବଶରେ ଥିବାରୁ ହିଁ ଚାରିଆଡ଼େ ଦୁଃଖ ଆଉ ଅଶାନ୍ତି। ତେବେ ଏହି ଅଶାନ୍ତିର ଦୁନିଆରୁ ବାହାରିବାର ଉପାୟ କ'ଣ? ଏଇଠୁ ଆମେ ମୁରଲୀର ପରବର୍ତ୍ତୀ ପ୍ରଶ୍ନକୁ ଆସିବା। ହଁ, ଯେଉଁଠି ବାବା କେବଳ ଶାନ୍ତି ନୁହେଁ, 21 ଜନ୍ମର ଅସରନ୍ତି ସମ୍ପତ୍ତି କଥା କହୁଛନ୍ତି। ହଁ, ପ୍ରଶ୍ନଟି ହେଉଛି, ସନ୍ତାନମାନେ କିପରି 21 ଜନ୍ମ ପାଇଁ ଅସରନ୍ତି ଭଣ୍ଡାରରେ ଓଜନ ହେବା ଯୋଗ୍ୟ ହୁଅନ୍ତି? ଏଇଟା ଗୋଟେ ବହୁତ ଗଭୀର ରହସ୍ୟ। ବାବା ବୁଝାଉଛନ୍ତି ଯେ ଯେତେବେଳେ ସେ ଏହି ପତିତ ଦୁନିଆକୁ ବଦଳାଇ ନୂଆ ଦୈବୀ ସୃଷ୍ଟି ସ୍ଥାପନା କରନ୍ତି, ମାନେ ସତ୍ୟଯୁଗ। ହଁ, ସତ୍ୟଯୁଗ, ସେତେବେଳେ ଯେଉଁ ସନ୍ତାନମାନେ ତାଙ୍କର ଏହି ଈଶ୍ୱରୀୟ କାର୍ଯ୍ୟରେ ନିଜର ତନ, ମନ, ଧନ ସବୁକିଛି ସମର୍ପଣ କରନ୍ତି, ସଫଳ କରନ୍ତି। ହଁ, ସଫଳ କରନ୍ତି, ତାର ଫଳସ୍ୱରୂପ ହିଁ ସେମାନଙ୍କୁ 21 ଜନ୍ମ ପାଇଁ ସୁଖ, ସମ୍ପତ୍ତି ଆଉ ନିରୋଗୀ ଜୀବନର ବରଦାନ ମିଳେ। ଆଚ୍ଛା, ତେବେ ଏହା କୌଣସି ଦେଣନେଣ ନୁହେଁ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।